ଖେଚୁଡ଼ି କାହାକୁ ବି ଖାଇବାକୁ ନ ଭଲ ଲାଗେ। ତ ନମସ୍କାର, ସ୍ୱାଗତ କରୁଛି ମୁଁ ଆପଣମାନଙ୍କୁ ମୋ କୁକିଂ ଚ୍ୟାନେଲ୍ ହାଉସ୍ ୱାଇଫ୍ସ ରେସିପିକୁ। ତ ମୁଁ ଆଶା କରୁଛି ଆପଣମାନଙ୍କୁ ମୋ ରେସିପି ନିଶ୍ଚିନ୍ତ ରୂପେ ଭଲ ଲାଗିବ। ଭଲ ଲାଗିଲେ ନିଶ୍ଚିନ୍ତ ଟ୍ରାଏ। ଡେରି ନ କରିକି ଆରମ୍ଭ କରିବା ଆଜିର ରେସିପି ଖେଚୁଡ଼ି। ଖେଚୁଡ଼ିରେ ଏହିସବୁ ସାମଗ୍ରୀର ଆବଶ୍ୟକତା ରହିଛି। ଆପଣ ଦେଖିପାରୁଥିବେ ମୁଁ ପରିବା, ଡାଲି, ଚାଉଳ ସବୁ ଧୋଇକି ରଖିଦେଇଛି। ଫାଳେ ନଡ଼ିଆ ବି ଛୋଟ ଫାଳେ ନଡ଼ିଆଟେ କୋରିକି ବି ରଖିଛି। ଡାଲିକି ଆପଣ ଯେତିକି ଖାଇବେ ତାର ଦୁଇ ମୁଠା ମୁଗ ଡାଲି ନେବେ। ତ ନଡ଼ିଆକୁ ମୁଁ ଫାଳେ, ନଡ଼ିଆ ଟିକେ ଅଧିକା ହେଲେ ଭଲ ଲାଗିବ, ତେଣୁ ଫାଳେ ନଡ଼ିଆ ମୁଁ କୋରିକି ନେଇଛି। ଆପଣ ଏଠି ଚାଉଳ ଯେତିକି ପରିମାଣ ଖାଉଛୁ ସେଥିରୁ ଟିକେ କମେଇକି ଚାଉଳ ନେବେ, କାରଣ ପରିବା, ଡାଲି, ନଡ଼ିଆ କୋରା ସବୁ ପଡ଼ିଲା ପରେ କ୍ୱାଣ୍ଟିଟି ବହୁତ ଅଧିକା ହେଇଯିବ। ଏଠି ମୁଁ ଗାଜର, ମଟର ଛୁଇଁ, ଅମୃତଭଣ୍ଡା, କଖାରୁ, ଆଳୁ, ବିନ୍ସ, ବିଟ୍ ଏଇ ପରିବା ନେଇଛି। ଏଥିରେ ଆପଣ କଞ୍ଚା କଦଳୀ ବି ଆଡ଼୍ କରିପାରିବେ, ମୋ ପାଖରେ ନଥିଲା ତ ମୁଁ ନେଇନି। ଦେଖନ୍ତୁ ଏସବୁ ପରିବା ବାଧ୍ୟ ନୁହେଁ। ଏସବୁ ପରିବାରେ ଆପଣ ଖାଲି ଅମୃତଭଣ୍ଡା, କଖାରୁ, ଆଳୁ ଥିଲେ ବି ଆପଣ ଏତିକି ନେଇକିନା ବି ଖେଚୁଡ଼ି ପ୍ରସ୍ତୁତ କରିପାରିବେ। ତ ଖେଚୁଡ଼ିର ମେନ୍ ଇନଗ୍ରିଡ଼ିଏଣ୍ଟସ୍ ହେଲା ଏଠି ନଡ଼ିଆ କୋରା ଆଉ ମୁଗ ଡାଲି। ତ ମୁଗ ଡାଲି ଧର ଆପଣ 2 ଜଣ ମଣିଷ ଖାଉଛନ୍ତି ତାହେଲେ 2 ମୁଠା ମୁଗ ଡାଲି ପକେଇବେ। 3 ଜଣ ଖାଉଥିଲେ 3 ମୁଠା ପକେଇବେ, ମୁଗ ଡାଲି ପଡ଼ିଲେ ଟିକେ ଭଲ ଲାଗିବ। ତ ଏଇସବୁ ପରିବା ବାଧ୍ୟତାମୂଳକ ନୁହେଁ ଯେ ଆପଣଙ୍କ ପାଖରେ ଏଇ ପରିବା ଥିଲେ ହିଁ ଆପଣ ଖେଚୁଡ଼ି କରିପାରିବେ, ନହେଲେ ନାହିଁ। ସେମିତି କିଛି ନାହିଁ। ଆପଣ ଖାଲି ଅମୃତଭଣ୍ଡା, କଖାରୁ, ଆଳୁ ଆଉ କଞ୍ଚା କଦଳୀ ଥିଲେ ବି ପକେଇକିନା ଖେଚୁଡ଼ିରେ ଆପଣ ଆରାମରେ ଭଲ ଗୋଟେ ଟେଷ୍ଟି ଖେଚୁଡ଼ି ତିଆରି କରିପାରିବେ। ତ ଏବେ ଆପଣ ଦେଖୁଥିବେ ମୁଁ ଏବେ ପ୍ରେସର ବସେଇଲି। ତ ଖେଚୁଡ଼ି ଷ୍ଟାର୍ଟ କରିବା। ଖେଚୁଡ଼ିରେ ପ୍ରଥମେ ପ୍ରେସରଟା ଗରମ ହେଇଗଲେ ଆପଣ ସେଥିରେ ଯେତିକି ଚାଉଳ ନେଇଥିବେ ଠିକ୍ ତା ଡବଲ ପାଣି ନେଇକିନା ଆପଣ ଖେଚୁଡ଼ି ପାଇଁ ଦେବେ। ତ ମୁଁ ଏଠି ଗ୍ଲାସରେ ଚାଉଳ ନେଇଥିଲି, ତ ମୁଁ 1.5 ଗ୍ଲାସ ଚାଉଳ ନେଇଥିଲି, ତ ସେଇ ଅନୁସାରେ ମୁଁ 3 ଗ୍ଲାସ ପାଣି ଦେଇକିନା ଖେଚୁଡ଼ି ପ୍ରସ୍ତୁତ କରିବି। ଯଦି ଆପଣଙ୍କର ଟିକେ ଯାଉ ଯାଉ ଖେଚୁଡ଼ି ଦରକାର, ତା 3 ଗ୍ଲାସ ଜାଗାରେ ଆପଣ 3.5 ଗ୍ଲାସ ପାଣି ଆରାମରେ ଦେଇକିନା ଖେଚୁଡ଼ି ଗୋଟେ ଭଲ ଖେଚୁଡ଼ି କରିପାରିବେ। ଆପଣ ଦେଖିବେ କେତିକି ଆପଣଙ୍କର ଯାଉ ଦରକାର କି ଟିକେ ଗୋଟା ଗୋଟା ଚାଉଳ ଥିବା ରହିଲେ ଆପଣଙ୍କୁ ଭଲ ଲାଗୁଛି, ସେ ଅନୁସାରେ ଆପଣ ଦେଖିକି କରିବେ। ତ ମୁଁ ଏଠି 3 ଗ୍ଲାସ ପାଣି ଦେଇଛି। ପାଣି ଗରମ ହେଇଗଲା, ମୁଁ ଏଥିରେ ତେଜପତ୍ର ପକେଇଦେଲି। ତେଜପତ୍ର ଖେଚୁଡ଼ିର ବାସ୍ନା ଭଲ କରେ। ତ ଏଠି ମୁଁ ଖେଚୁଡ଼ିର ହଳଦୀ ପକେଇଲି। ତାପରେ ଆପଣ ସ୍ୱାଦ ଅନୁସାରେ ଏଠି ଆପଣ ଯେତିକି ଲୁଣ ଦରକାର ସେତିକି ଲୁଣ ଦେବେ। ତାପରେ ଏଥିରେ ଆମେ ଚାଉଳ ପକେଇଦେଲି ଧୋଇକି। ତ ଆଗରୁ ଚାଉଳ ମୁଁ ଧୋଇକି ରଖିଥିଲି। ଆପଣ ବତୁରେଇବା ଦରକାର ନାହିଁ, ଖାଲି ଚାଉଳକୁ ଧୋଇକିନା ଆପଣ ସେଥିରେ ପକେଇଦେବେ। ଚାଉଳକୁ ଧୋଇକିନା ମୁଁ ପକେଇ ଦେଇଛି ଏଠି। ତ ଚାଉଳ ଧୋଇ ସାରିଲା ପରେ ଚାଉଳ ପକେଇଲା ପରେ ତାପରେ ସେଥିରେ ଆପଣ ଯେତେକ ପରିବା, ଡାଲି, ନଡ଼ିଆ କୋରା ଆକୁ ସବୁ ଗୋଟେ ପରେ ଗୋଟେ ଆଡ଼୍ କରିଦେବେ। ଏଥର ମୁଁ ଚାଉଳ ପକେଇକିନା ଗୋଳେଇ ଦେଲି, କାରଣ ଚାଉଳ ତଳେ ଅରୁଆ ଚାଉଳଟା ପାଣି ତଳେ ବସିଯିବ ଆଉ ଲାଗିଯିବ ପ୍ରେସରରେ, ସେଥିପାଇଁ ମୁଁ ପାଣିରେ ପକେଇଲା ପରେ ତାକୁ ଚାଉଳକୁ ଘୋଳେଇ ଦେଲି। ଏବେ ମୁଁ ନଡ଼ିଆ କୋରା, ମୁଗ ଡାଲି ସବୁ ଗୋଟେ ପରେ ଗୋଟେ ପକେଇଦେବି, ତା ସାଙ୍ଗରେ ପରିବା ବି ଆଡ଼୍ କରିଦେବି। ତ ଦେଖନ୍ତୁ ଏବେ ଆପଣ ଖେଚୁଡ଼ି ତିଆରି କଲାବେଳେ ଆପଣ ଧ୍ୟାନ ରଖିଥିବେ ଯେମିତି ଖେଚୁଡ଼ିଟା ତଳେ ନ ଲାଗିବ, ପୋଡ଼ି ନଯିବ। ତ ସେଇ ହିସାବରେ ଆପଣଙ୍କର ଦେଖିକିନା ଆପଣଙ୍କର ପାଣି ସେଇ ଅନୁସାରେ ଦେବେ। ମୁଁ ଏଠି ଗାଜର ପକେଇଦେଲି, ସବୁଯାକ ପରିବା ଧୀରେ ଧୀରେ ଏଠି ଆଡ଼୍ କରୁଛି, ଆପଣ ଦେଖିପାରୁଥିବେ। ବିନ୍ସ ବି ପକେଇଲି, ମୋତେ ବିନ୍ସ ବହୁତ ଭଲ ଲାଗେ, ସେଥିପାଇଁ ମୁଁ ବିନ୍ସ ପକେଇଲି। ଆପଣ ଚାହିଁଲେ ବିନ୍ସ ବହୁତ ଜଣ ଖାଆନ୍ତିନି, ତ ଆଭଏଡ଼ ବି କରିପାରିବେ, କିଛି ନାହିଁ। ତ ମୁଁ ଏଠି ବିନ୍ସ ପକେଇଲି। ଏଠି ଆଳୁ, ଅମୃତଭଣ୍ଡା ଏକୁ ବି ସବୁ ପକେଇଦେଲି। ଏଠି ମୁଁ ଆଳୁ ଚୋପା ଲଗା ରଖିଛି। ଜଣେ ଜଣଙ୍କୁ ଅସନା ଲାଗେ, ସେ ଚୋପା ଛଡ଼େଇ ପାରିବେ, କିନ୍ତୁ ମୁଁ ଆଳୁରେ ଚୋପା ଏଥିପାଇଁ ରଖିଛି ଯେ ଚୋପା କାଢ଼ିଦେଲେ ଆଳୁ କାଳେ ମିଳେଇଯିବ, ସେଥିପାଇଁ କି ମୁଁ ଆଳୁରେ ଚୋପା ଲଗେଇକିନା ଆଳୁ ସହ ପକେଇଛି। ଆପଣ ଟିକେ ବଡ଼ ବଡ଼ ସାଇଜର ଆଳୁ କାଟିବେ, ମୁଁ ଟିକେ ଛୋଟ କାଟି ଦେଇଥିଲି, ଆପଣ ଟିକେ ବଡ଼ ବଡ଼ ସାଇଜର ଆଳୁ କାଟିକି ପକେଇବେ, ତ ତାକୁ ବଢ଼ିଆ ଲାଗିବ ଖାଇବା ପାଇଁ। ଏଠି ଅମୃତଭଣ୍ଡା ମୁଁ ପକେଇଦେଲି। ସବୁ ପରିବା ପ୍ରାୟ ସବୁ ଯାକ ମୁଁ ଏଠି ପକେଇ ସାରିଲିଣି। ଗ୍ରୀନ୍ ମଟର ବି ପକେଇଛି, ସବୁ ପକେଇଲି। ଆପଣ ତାପରେ ତାକୁ ସବୁ ଗୋଳେଇ ଦେବେ। ଗୋଳେଇ ଦେଇକିନା ଆପଣ ତାକୁ ଦେଖନ୍ତୁ, ଖେଚୁଡ଼ି ଗୋଟେ ଏମିତିଆ ଜିନିଷ ଯୋଉଟାକି ଆପଣ ମାନେ ଯେକୌଣସି ଅରୁଆ ବାରରେ ଆପଣ କରିକି ଖାଇପାରିବେ। କି ଇଭେନ୍ ଏମିତି ବି ବେଳେବେଳେ ଇଚ୍ଛା ହୁଏ ନା କିଛି କରିବା ପାଇଁ, ପେଟ ଭଲ ନଥାଏ, ଦେହ ଭଲ ଲାଗୁନଥାଏ, ତ ଏମିତିରେ ବି ଆପଣ ଆକୁ କରିକି ଖାଇପାରିବେ। ଏଠି ମୁଁ ଅଦା ଆଗରୁ ଛେଚିକି ରଖିଥିଲି, 1 ସ୍ପୁନ୍ ଅଦା ବି ପକେଇଦେଲି। ତାକୁ ମୁଁ ଗୋଳେଇ ଦେଲି। ଗୋଳେଇ ସାରିଲା ପରେ ଆପଣ ଯଦି ଦରକାର ପଡ଼ିବ ଆପଣ ଏଠି ପାଟିରେ ମାରିକି ଟିକେ ଲୁଣ ଟେଷ୍ଟ କରିଦେବେ ଯେ ଲୁଣ ଠିକ୍ ଅଛି ନା ନାହିଁ, କାରଣ ଅଲଣା ହେଇଥିଲେ ଭଲ ଲାଗିବନି ଖେଚୁଡ଼ି। ତ ଆପଣ ଆପଣଙ୍କ ହିସାବରେ ଟିକେ ଟେଷ୍ଟ କରିକିନା ଲୁଣ ପକେଇ ପାରିବେ, ନହେଲେ ନାହିଁ ଆପଣ ତାକୁ ସେ କମ୍ ଲୁଣ ଚାହୁଁଥିଲେ ଆପଣ ଯେତିକିରେ ଅଛି ଆଡ଼ଜଷ୍ଟ କରିପାରିବେ।
तो मुझे प्रेसर बंद कर देइछि अबिका प्रेसर मु प्रथमे फुल हुइसिल रे रखिबि गोटे फुल गैस रे रखिबि एमती गोटे हुइसिल हे जिवो तापर सिम करिवि सिम करके आ गोटे हुइसिल देबि दे जेमति कि पूरा पूरी ता भितरे ठीक रे सिझी थिबो परिबा चाउଳ सब ठीक परिमाण रे सिझी थिबो आउ जदि आपनका आउ टिके दरकार ताले आपण आउ गोटे हुइसिल भी देई परिबे जदि आपण टिके जाउ जाउ खाउतबे ताले आपण आउ गोटे हुइसिल खाइ देई परिबे तो मु एठी एतिकिरे मोर दरकार तेणुकर मु सेठी गोटे हुइसिल प्रथमे फुल रे देइथिली तापर एबे सिम रे हुइसिल गोटे देइदेली एबे गैस को बंद करिवे गैस को बंद करसला आपण संगे संग खोलिबेनी कारण से बांफ भितर भी से टिके समय रहिले भी आउ जति परिमाण थिबो से सिझी जिवो एबे मु प्रेशर कुकर खोली देइची खोली साइला परे सेतिरे मु कोन करथिली ना 2 स्पून पकेइथिली घियो जोटा कि मु शूटिंग करिया को भूली गली तो घियो पकेइकी मु आकु घोड़ेइकी रखि देइथिली आपण संग संग घियो पकेइ गोळेइबेनी ता बास्ना पळेबो तो मु घियो पकेइ संग संग घोड़ेइ देइथिली जोटा कि मु शूटिंग करि पानी एबे मु सेटा को गोळौची ଆପଣ ଦେଖୁଥିବେ ମୁଁ ଖେଚୁଡ଼ି ମୁଁ କେମିତି ଦେଖାଉଛି ମୋର ପୁରା ଗୋଟା 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 ହେଇକି ଅଛି ଯଦି ଆପଣ ଚାହିଁବେ ଆପଣଙ୍କର ଆଉ ଟିକେ ଯାଉ କରିବା ପାଇଁ ତାହେଲେ ମୁଁ ଯେମିତି କହିଥିଲି ପାଣିର ପରିମାଣ ଆଉ ଟିକେ ବଢେଇବେ ଆଉ ପ୍ରେସରରେ ଆଉ ଗୋଟେ ହୁଇସେଲ ଦେବେ ଦେଲେ ସେ ଯାଉ 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 ହେଇଥିବ ଜଣ ଜଣକୁ ଯାଉ ବି ବହୁତ ଭଲ ଲାଗେ ତ ସେମିତି ସେମିତି ହେଇଥିବ ଦେଖନ୍ତୁ ମୋର କେତେ ସୁନ୍ଦର ଦେଖାଉଛି ଖେଚୁଡ଼ିଟା ଆପଣ ୟାକୁ ଯେକୌଣସି ଡାଲମା ଯାହାବି ଯୋଉ ମୁଗ ଡାଲମା ହଉ ହରଡ଼ ଡାଲମା ଯୋଉ ଖଟା ୟାକୁ ଲଗେଇକିନା ଖାଇପାରିବେ ତ ମତେ ବେଶୀ ଦହିରେ ଭଲ ଲାଗେ ତ ମୁଁ ଆଜି ମୁଁ ଦହିରେ ହିଁ ସର୍ଭ କରିବି ତ ଏଟାରେ ମୁଁ ଦହିରେ କାକୁଡି ପିଆଜ ସବୁ ପକେଇକିନା ସାଲାଡ କରିଛି ତ ଏଟା ତ ଆପଣ ଅରୁଆ ବାରରେ ଖାଇପାରିବେନି ଖାଲି ଦହି କାକୁଡି ଏମିତି ସାଲାଡ ଖାଇପାରିବେ କିନ୍ତୁ ମୁଁ ତ ଅରୁଆ ବାରରେ ଖାଉନଥିଲି ସେଥିପାଇଁ ମୁଁ ଏମିତିରେ ଖାଇଲି ଆପଣଙ୍କୁ ଯଦି ଭଲ ଲାଗୁଥିବ ତ ମୋ ରେସିପି ଥରେ ଟ୍ରାଏ କରିବେ ଆଉ ମୁଁ ଭାବୁଛି ନିଶ୍ଚିନ୍ତ ଆପଣଙ୍କୁ ଭଲ ଲାଗିବ ଯଦି ଭଲ ଲାଗିବ ତାହେଲେ ଆପଣ ମତେ କମେଣ୍ଟ କରିବେ ଲାଇକ୍ କରିବେ ସେୟାର କରିବେ ଆଣ୍ଡ ସବସ୍କ୍ରାଇବ କରିବେ ତ ରହୁଛି ନମସ୍କାର।